ଯେଉଁ ହାତରେ ହିମାନଙ୍କୁ ଗଢ଼ିଥିଲି ଆଜି ମୁଁ ସେଇ ହାତରେ ଶ୍ରଦ୍ଧାଞ୍ଜଳି ଦେଲି। ଆଜ୍ଞା ହଁ, ଯେଉଁ ହାତରେ ଦିନେ ମୁଁ ହିମାନଙ୍କୁ ଗଢ଼ିଥିଲି ଆଜି ସେଇ ହାତରେ ମୁଁ ଶ୍ରଦ୍ଧାଞ୍ଜଳି ଦେବାକୁ ପଡ଼ିଲା। ହିମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା ମୋତେ ଯିଏ ତିଆରି କରିଛି ତାକୁ ଟିଟିଲାଗଡ଼ ଲୋକ ଦେଖିବା କଥା। କୌଣସି ଖୁସିରେ ଯଦି ମୁଁ ଟିଟିଲାଗଡ଼ ଆସିଥାନ୍ତି ମୋତେ ଭଲ ଲାଗିଥାନ୍ତା, କିନ୍ତୁ ଆଜି ଭଳି ଏକ ଦୁଃଖ ଦିନରେ ଆସିବା ବହୁତ କଷ୍ଟ ଦେଉଛି। ଗତ ଦିନରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ହିମାଂଶୁ ସାଗରଙ୍କ ସମାଧିପୀଠରେ ପହଞ୍ଚି ସେଠାରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସାଙ୍ଗରେ ଥିଲେ ସାଙ୍ଗସାଥୀ। ଆସନ୍ତୁ ଶୁଣିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ପ୍ରତିକ୍ରିୟା। ଦୁଃଖ ଲାଗୁଛି ତ ନିଶ୍ଚିତ ଗୋଟେ କୌଣସି ଏକ ଖୁସିର ଅକେଜନରେ ଆସିବା ଏବଂ ଦେଖନ୍ତୁ ଆପଣମାନେ ତ ସବୁ ଜାଣିଛନ୍ତି, କହିବା ମାନେ ମୋ ପାଖରେ ସେମିତି କିଛି ଶବ୍ଦ ନାହିଁ ଏବଂ ଗୋଟେ ଭଲ ଅକେଜନରେ ଆସିଥାନ୍ତି। ମୋତେ ବହୁତ ଥର କହିଛି, ସାର୍ ମୋ ଘରକୁ ଯିବା, ମୋ ଗାଁକୁ ଯିବା ଏବଂ ମୋ ଗାଁରେ ଆପଣଙ୍କୁ ଦେଖିବେ ଯେ ମୋତେ ତିଆରି କରିଥିବା ଲୋକଟାକୁ ମୋ ଗାଁର ଲୋକ କହିବେ। କିନ୍ତୁ ବହୁତ ଥର କହିଛି, ମୁଁ ଦୂର ହୁଏ ବୋଲି ଆସିପାରିନି। କିନ୍ତୁ ମୁଁ କେବେ ଭାବିନଥିଲି ଏମିତି ଗୋଟେ ସମୟ ପଡ଼ିବ ଯେ ମୁଁ ଆସିକି ଆଜି ତା କବରସ୍ଥାନରେ ତାକୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିବି। ତେଣୁ ନିଶ୍ଚିତ ଦୁଃଖ ଲାଗୁଛି। ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି ତା ଆତ୍ମାକୁ ଶାନ୍ତି ମିଳୁ ଏବଂ ପରିବାରକୁ ସହିବାର ଶକ୍ତି ଦିଅନ୍ତୁ। ବ୍ୟୁରୋ ରିପୋର୍ଟ, ପ୍ରେରଣା ନ୍ୟୁଜ୍ ଟୁଡେ।